ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଲିମ୍ବ ପତ୍ର ଏବଂ କଞ୍ଚା ହଳଦୀକୁ ପାଣିରେ ଫୁଟେଇ ସେହି ପାଣିରେ ଆପଣ ଗାଧୋଇଲେ ଶରୀରର ଝାଳ ଦୁର୍ଗନ୍ଧ ସବୁ ଦୂର ହୋଇଥାଏ। ନମ୍ବର 2, ନିୟମିତ 15 ଦିନ ଯଦି ପାଣି କଖାରୁର ରସକୁ ତ୍ୱଚାରେ ଲଗାଇବେ, ଏହା ଚେହେରାର ସବୁ ଦାଗକୁ ଦୂର କରିଦେବ। ନମ୍ବର 3, ଯଦି ରାତିରେ ନିଦ ହେଉନଥାଏ ତେବେ ଶୋଇବା ପୂର୍ବରୁ ପିଆଜକୁ କାଟି ଶୁଙ୍ଘିଲେ ଭଲ ନିଦ ହୋଇଥାଏ। ନମ୍ବର 4, ଯଦି ଝାଡ଼ା ହେଉଥାଏ ତେବେ 1 ଗ୍ରାମ ଗୁଜୁରାତି ମଞ୍ଜିକୁ ପାଣି ସହିତ ଖାଇଲେ ତାହା ଦୂର ହୋଇଥାଏ। ନମ୍ବର 5, ଯଦି ଅରୁଚି ହେଉଥାଏ, କିଛି ଖାଇବାକୁ ଇଚ୍ଛା ହେଉନଥାଏ, ତେବେ ପୋଦିନା, ଅଦା ଓ ଲୁଣକୁ ବାଟି ଖାଇବା ଦ୍ୱାରା ତାହା ଦୂର ହୁଏ। ନମ୍ବର 6, ମଦ କିମ୍ବା ଗଞ୍ଜେଇ ନିଶା ଛାଡ଼ିବା ପାଇଁ ଚାହୁଁଥିଲେ ବାଇଗଣ ପତ୍ରର ରସ 3 ଚାମଚ କିଛି ଦିନ ଯାଏଁ ଖାଆନ୍ତୁ। ଦେଖିବେ ମଦ ଓ ଗଞ୍ଜେଇ ଖାଇବାକୁ ଆଉ ଇଚ୍ଛା ହେବନି। ନମ୍ବର 7, ଯଦି ଚୁଟି ଲମ୍ବା କରିବା ପାଇଁ ଚାହୁଁଛନ୍ତି ତେବେ ନଡ଼ିଆ ତେଲରେ ଅଁଳା ପାଉଡର ମିଶାଇ ତାକୁ ଟିକେ ଉଷୁମ କରି ଚୁଟି ମୂଳରେ ମସାଜ କଲେ ଚୁଟି ପଡ଼ିଥାଏ ଏବଂ ଲମ୍ବା ହୋଇଥାଏ। ନମ୍ବର 8, ପାଣିକୁ ନିୟମିତ ରୂପରେ ଫୁଟେଇକି ପିଅନ୍ତୁ। ଆପଣ ପ୍ରତିଦିନ 3 ରୁ 4 ଲିଟର ପାଣି ନିହାତି ଭାବରେ ପିଅନ୍ତୁ। ଏହାଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ ଏବଂ ଚେହେରାରେ ମଧ୍ୟ ଚମକ ଆସିଥାଏ। ନମ୍ବର 9, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବାରବାର କଳି ଝଗଡ଼ା ଲାଗି ରହୁଥିଲେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ଦର୍ଶନ କରନ୍ତୁ। ତା ସହିତ ସ୍ୱାମୀ ସ୍ତ୍ରୀ ଏକତ୍ର ମିଶି ଓଁ ନମଃ ଶିବାୟ ମନ୍ତ୍ର ଜପ କଲେ କଳି ଝଗଡ଼ା ଦୂର ହୋଇଥାଏ। ନମ୍ବର 10, ଭୋଜନ କରିବା ସମୟରେ କେବେ ବି ନିଜ ଭାତ ଭୂମିରେ ଦାବି ରଖି ଭୋଜନ କରନ୍ତୁ ନାହିଁ। ଏହା ଘର ପ୍ରତି ଅମଙ୍ଗଳ ହୋଇଥାଏ, ଏହି କଥା ମନେ ରଖିବେ। ନମ୍ବର 11, ଛୋଟ ଛୁଆଙ୍କର ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ ନିୟମିତ ଭାବରେ ଛୋଟ ଛୁଆଙ୍କୁ କଞ୍ଚା ହଳଦୀ ଖାଇବାକୁ ଦିଅନ୍ତୁ। ତା ସହିତ ବ୍ରାହ୍ମୀ ପତ୍ରର ରସ ପିଇବାକୁ ଦେବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ। ନମ୍ବର 12, ଘରେ କେବେ ବି ଲୁହା ଖଟରେ ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ। ନମ୍ବର 13, କମ୍ ବୟସ ଦେଖାଯିବା ପାଇଁ ପ୍ରତି 1 ଘଣ୍ଟାରେ 1 ଗ୍ଲାସ ପାଣି ପିଇବା ଉଚିତ। ଆପଣ ଯେତିକି ପାଣି ପିଇବେ ସେତିକି ଭଲ, କାହିଁକି ନା ପାଣି ଦେହକୁ ଚିକ୍କଣ ଏବଂ ଗ୍ଲୋ କରିଥାଏ। ତା ସହିତ ଆପଣ ତେଲ ମସଲା ଯୁକ୍ତ ଖାଦ୍ୟ, ଲୁଣ, ଚିନି ଯେତେ କମ୍ ଖାଇବେ ସେତେ ଭଲ। ପ୍ରତିଦିନ ଏକ୍ସରସାଇଜ ସହିତ ଗୋଟିଏ ଫଳ ନିହାତି ଖାଆନ୍ତୁ। ନମ୍ବର 14, କଞ୍ଚା ଡାଳିମ୍ବର ଜୁସ୍ ଚୁଟିରେ ମସାଜ କରନ୍ତୁ। ଏହା କଲେ ଚୁଟି ବଢ଼ିବା ଆରମ୍ଭ ହୋଇଥାଏ। ନମ୍ବର 15, ଲେମ୍ବୁ ଏବଂ କମଳା ଅପେକ୍ଷା ପିଜୁଳିରେ ଅଧିକ ପରିମାଣରେ ଭିଟାମିନ୍ ସି ରହିଥାଏ। ଏହାକୁ ନିୟମିତ ଖାଆନ୍ତୁ, ଏହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ନମ୍ବର 16, କେଶରେ ଯେଉଁମାନେ ପିଲାଦିନରୁ ରାଶି ତେଲ ଲଗାଇଥାନ୍ତି ସେମାନଙ୍କର ବୟସ ହେବା ପର୍ଯ୍ୟନ୍ତ ପାଚି ନଥାଏ। ନମ୍ବର 17, ଗ୍ୟାସର ସମସ୍ୟା ରହୁଥିଲେ ଆପଣ ମେଥି ଏବଂ ଜୁଆଣିକୁ ସମାନ ପରିମାଣରେ ଗୁଣ୍ଡ କରି ସେହି ଗୁଣ୍ଡ ଅଧ ଚାମଚ ସହିତ 1 ଗ୍ଲାସ ପାଣିରେ ପିଅନ୍ତୁ। ଏହା କଲେ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। ନମ୍ବର 18, କେଶ ଯଦି ବର୍ଷାରେ ଓଦା ହୋଇଯାଏ ତେବେ କେଶକୁ ଭଲ ଭାବରେ ସଫା କରିଦିଅନ୍ତୁ, ନଚେତ୍ କେଶ ଅଧିକ ଝଡ଼ିଥାଏ। ନମ୍ବର 19, ପାଚିଲା ଅମୃତଭଣ୍ଡା ଏବଂ ଟମାଟୋ ମିଶାଇ ଗ୍ରାଇଣ୍ଡିଙ୍ଗ କରି ସେଥିରେ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ। ଏହା ତ୍ୱଚାର ରଙ୍ଗ ସଫା କରେ ଏବଂ କଳା ଦାଗ ଦୂର କରିଥାଏ। ନମ୍ବର 20, ଶରୀରରେ ଯଦି ଅଧିକ ଯନ୍ତ୍ରଣା ହେଉଥାଏ ତାହେଲେ କ୍ଷୀରରେ ଅଳ୍ପ ହଳଦୀ ମିଶାଇ ଫୁଟେଇ ପିଅନ୍ତୁ। ଏହା ଶରୀର ଯନ୍ତ୍ରଣାରୁ ଆରାମ ଦେଇଥାଏ। ନମ୍ବର 21, ଖାଲି ପେଟରେ ଚାହା ପିଇଲେ ଆପଣଙ୍କର ଗ୍ୟାସ୍ ସମସ୍ୟା ହୋଇପାରେ। ଆପଣ କିଛି ଖାଇବା ଖାଇକି ଚା ପିଅନ୍ତୁ। ନମ୍ବର 22, ଜଲ୍ଦି କେଶକୁ ବଢ଼ାଇବା ପାଇଁ ଚାହୁଁଥିଲେ ଆପଣ କେଶରେ ସପ୍ତାହରେ ଥରେ ପିଆଜର ରସ ଲଗାନ୍ତୁ। ଦେଖିବେ କମ୍ ଦିନରେ ଆପଣଙ୍କର ଚୁଟି ଲମ୍ବା ହୋଇଯିବ। ମନେ ରଖିବେ ଧଳା ପିଆଜ ଲଗାଇବେ। ନମ୍ବର 23, ତକିଆ ତଳେ ମୟୂରପଙ୍ଖ ରଖିବା ଦ୍ୱାରା ଶୁଭ ହେବା ସହିତ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଉତ୍ତମ ଭାଗ୍ୟ ପ୍ରାପ୍ତି ହୋଇଥାଏ। ନମ୍ବର 24, ଏକାଦଶୀ ଦିନ କେବେ ବି ଆମିଷ ଭକ୍ଷଣ କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ଅନର୍ଥର କାରଣ ହୋଇଥାଏ।
ନମ୍ବର 25 ଅରଖ ଗଛ ଗୃହ ପାଖରେ ରହିଲେ ଶୁଭ ହୋଇଥାଏ। ସେଥିପାଇଁ ଅରଖ ଗଛକୁ କେବେ ବି ନଷ୍ଟ କରନ୍ତୁ ନାହିଁ। ନମ୍ବର 26 ପ୍ରତିଦିନ ସକାଳୁ ଉଠିବା ପରେ ବାସି ପାଣି ନିହାତି ଭାବରେ ପିଇବା ଉଚିତ, ଯାହା ଫଳରେ କିଡନୀ ପରିଷ୍କାର ରହିଥାଏ। ନମ୍ବର 27 କେଶରେ ଅଧିକ ଉକୁଣି ହେଉଥିଲେ ସପ୍ତାହରେ ଥରେ ମେଥି ପେଷ୍ଟରେ ନଡ଼ିଆ ତେଲ ମିଶାଇ ଲଗାନ୍ତୁ। 30 ମିନିଟ୍ ପରେ ଚୁଟିକୁ ସଫା କରିଦିଅନ୍ତୁ କିମ୍ବା ଲିମ୍ବ ପତ୍ରର ରସ କେଶରେ ଲଗାଇବା ଦ୍ୱାରା ମଧ୍ୟ ଉକୁଣି ହୋଇନଥାଏ। ନମ୍ବର 28 ଯଦି ଓଠର ରଙ୍ଗ କଳା ପଡ଼ିଯାଇଛି ତେବେ ଆପଣଙ୍କୁ ଲେମ୍ବୁକୁ ଅଦା କରି ସେଥିରେ ଚିନି ଲଗାଇ ଓଠରେ ସ୍କ୍ରବ୍ କରିବା ଦ୍ୱାରା ଓଠର କଳା ରଙ୍ଗ ଦୂର ହେବା ସହିତ ଓଠ ଗୋଲାପୀ ରଙ୍ଗ ହୋଇଥାଏ। ନମ୍ବର 29 ପ୍ରତିଦିନ 40ରୁ 45 ମିନିଟ୍ ଚାଲିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ। ନମ୍ବର 30 ରାତିରେ ଖାଦ୍ୟ ଖାଇବା ପରେ 2ଟି ରସୁଣ ଖାଇବା ଉଚିତ। ଏହାଦ୍ୱାରା ୟୁରିକ୍ ଏସିଡ୍, ହୃଦ୍ରୋଗ, ଗଣ୍ଠି ଯନ୍ତ୍ରଣା, କର୍କଟ ଇତ୍ୟାଦି ଗୁରୁତର ରୋଗ ଭଲ ହୋଇଥାଏ। ନମ୍ବର 31 କ୍ଷୀର ସହିତ କମଳା ଚୋପାର ଏକ ପେଷ୍ଟ ତିଆରି କରି ହାତରେ ଲଗାଇବା ଦ୍ୱାରା ହାତର କଳା ଦାଗ ଦୂର ହୋଇଥାଏ। ନମ୍ବର 32 ଉଭୟ କ୍ଷୀର ଏବଂ ଦହି ଶରୀରକୁ ଶକ୍ତି ଯୋଗାଇଥାଏ, କିନ୍ତୁ ଉଭୟକୁ ଏକାଠି ଖାଇବା ଦ୍ୱାରା ଗ୍ୟାସ୍, ଅମ୍ଳତା ଏବଂ ବାନ୍ତି ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ନମ୍ବର 33 ରୁପିକୁ ଦୂରେଇବା ପାଇଁ ଲିମ୍ବ ପତ୍ର ଭଲ କାମ କରିଥାଏ। ଲିମ୍ବ ପତ୍ରର ରସକୁ ସାମ୍ପୁ ସହିତ ମିଶାଇ ସପ୍ତାହରେ 2 ଥର କେଶ ଧୋଇଲେ ରୁପି ସବୁ ଦୂର ହୋଇଥାଏ। ନମ୍ବର 34 ଲେମ୍ବୁ ଏବଂ କମଳା ଅପେକ୍ଷା ପିଜୁଳିରେ ଅଧିକ ପରିମାଣରେ ଭିଟାମିନ୍ ସି ରହିଥାଏ। ଏହାକୁ ନିୟମିତ ଖାଆନ୍ତୁ, ଏହା ତ୍ୱଚାକୁ ଉଜ୍ଜ୍ୱଳ ରଖିଥାଏ। ନମ୍ବର 35 2 ଚାମଚ ମୂଳା ରସରେ ଗୋଲମରିଚକୁ ଗୁଣ୍ଡ କରିକି ମିଶାଇ ଦିଅନ୍ତୁ ଏବଂ ଟିକିଏ ଲୁଣ ପକାଇକି ସେବନ କରନ୍ତୁ। ପେଟ ଯନ୍ତ୍ରଣା ହେଉଥିଲେ ଭଲ ହୋଇଯିବ। ନମ୍ବର 36 କାହାଠାରୁ କେବେ ବି ଜୋତା ଚପଲ ଉପହାରରେ ନେବା ଉଚିତ ନୁହେଁ ଏବଂ ଶନିବାର ଦିନ ଜୋତା କି ଚପଲ କିଣିବା ଉଚିତ ନୁହେଁ। ଏହାଦ୍ୱାରା ଧନହାନି ହେବାର ସଂକେତ ମିଳିଥାଏ। ନମ୍ବର 37 ଘରର କାନ୍ଥରେ ଗାର ପକାଇ ଏବଂ ପାନଛେପ ପକାଇଲେ ଗୃହଲକ୍ଷ୍ମୀଙ୍କର ହାନି ହୋଇଥାଏ। ନମ୍ବର 38 କ୍ଷୀର ସହିତ ଲେମ୍ବୁ କିମ୍ବା କୌଣସି ଖଟା ଦ୍ରବ୍ୟ ସେବନ କରିବା କଥା ନୁହେଁ। ଏମିତି କଲେ ଶରୀରରେ ଏସିଡିଟି ହୋଇଥାଏ। ନମ୍ବର 39 ଘର କିଣିବା କିମ୍ବା ବନେଇବା ସମୟରେ ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବ ଦିଗକୁ ହେଲେ ଅଧିକ ଶୁଭ ହୋଇଥାଏ। ନମ୍ବର 40 ଯଦି ଆପଣ ବାର ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ତାହେଲେ ଘରୁ ବାହାରକୁ ଯିବା ବେଳେ ଆପଣ ଧୂପ 2 କେରା ସାଙ୍ଗରେ ନେଇକି ଯାଆନ୍ତୁ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖନ୍ତୁ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖ ଦୂର କରିବେ।